ମୁଁ ଓମ୍ ପ୍ରକାଶ ପାତ୍ର ଆପଣଙ୍କୁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲ୍ ଏମ୍ଆର୍ ଷ୍ଟଡି ଏକାଡେମୀକୁ। ଆଶା କରୁଛି ସମସ୍ତେ ଭଲରେ ଥିବେ ଏବଂ ଆଗାମୀ ପରୀକ୍ଷା ପାଇଁ ଆପଣଙ୍କ ପ୍ରିପାରେସନ୍ ଭଲ ଭାବରେ ଚାଲିଥିବ। ପୂର୍ବ ଭିଡିଓରେ ଆମେ ନମ୍ବର ସିଷ୍ଟମର କେତେ କ'ଣ ପ୍ରକାର ନମ୍ବର ସବୁ ରହିଛି, କ'ଣ ଏକ୍ଜାମ୍ପଲ୍ କେମିତି କ'ଣ କ୍ୱେଶ୍ଚନ୍ ସବୁ ପଡ଼େ, ଆମେ ନମ୍ବର ଟ୍ରି ମାଧ୍ୟମରେ ମାଇଣ୍ଡ ମ୍ୟାପ୍ ଆକାରରେ ସବୁ ବୁଝିଥିଲେ। ତେଣୁ ଯଦି ଆପଣ ସେ ଭିଡିଓ ଦେଖିନାହାନ୍ତି ପାର୍ଟ 1ଟା, ମୁଁ ଡେସ୍କ୍ରିପସନ୍‌ରେ ତାର ଲିଙ୍କ୍ ଦେଇଦେବି, ଆପଣ ଯାଇ ଦେଖିପାରିବେ। ତେଣୁ ଆଜି ଆଉ ଯୋଉ ରହିଲା ତା ଆଗକୁ ଆଉ ଗୋଟେ ପାର୍ଟରେ ଆମେ ସବୁ ଆଇଡେଣ୍ଟିଟି, ଆଇଡେଣ୍ଟିଟି ହଉ, ମଲ୍ଟିପ୍ଲିକେଟିଭ୍ ଆଇଡେଣ୍ଟିଟି ହଉ, ଡିଭିଜିବିଲିଟି ନମ୍ବର ହଉ, କ'ଣ ସବୁ ରୁଲ୍ ଗୁଡାକ ରହିଛି ସେଟା ବିଷୟରେ ପଢିବା। ପ୍ରଥମେ ଦେଖିବା କ'ଣ ସବୁ ରହିଛି ହେଲା। ଫାର୍ଷ୍ଟ ହଉଛି କ'ଣ ଏଡିଟିଭ୍ ଆଇଡେଣ୍ଟିଟି। ଏଡିଟିଭ୍ ଆଇଡେଣ୍ଟିଟି ମାନେ କ'ଣ ହଉଛି a ପ୍ଲସ୍ 0 ମାନେ କ'ଣ, ଆମେ ଗୋଟେ ସଂଖ୍ୟାକୁ କାହା ସହିତ ଯୋଗ କଲେ ଏଡିଟିଭ୍ ମାନେ କ'ଣ ଏଡ୍ କରିବା ହେଲା। ଏଡ୍ କଲେ କ'ଣ ହବ, ସେଇ ସଂଖ୍ୟାଟା ହିଁ ଆସିବ, ତାକୁ କ'ଣ କୁହାଯାଏ ଏଡିଟିଭ୍ ଆଇଡେଣ୍ଟିଟି। ତେଣୁ ବେଳେବେଳେ କ୍ୱେଶ୍ଚନ୍ ପଚାରେ, ଏଇଟା ତ ବୁଝିଗଲେ। ତେଣୁ ଏଡିଟିଭ୍ ଦେଇଥିବ ଧର 3 ର ଏଡିଟିଭ୍ ଆମର ଆଇଡେଣ୍ଟିଟି କେତେ ହେଲା। ଏଡିଟିଭ୍ ଆଇଡେଣ୍ଟିଟି ହଉଛି କ'ଣ ନା ସେଇ ସଂଖ୍ୟାଟା କେଉଁ ସଂଖ୍ୟାଟା ଯୋଗ କଲେ ସେଇ ସଂଖ୍ୟାଟି ହିଁ ଆସିବ। ଯେମିତିକି 3, ତେଣୁ 3 ରେ ଆମର ଯୋଗ କଲେ କ'ଣ ହବ, 0 ଯୋଗ କଲେ ସେଇ 3 ହିଁ ଆସିବ। ତେଣୁ ବୁଝିପାରିଲେ, ଏ ଯଦି ଗୋଟେ ଯେକୌଣସି ସଂଖ୍ୟା ହୁଏ ତା ସହିତ 0 ଏଡ୍ କଲେ ଏ ହିଁ ଆସିବ ହେଲା। ତେଣୁ ସେ 0 କୁ ଆମେ କ'ଣ କହିଥାଉ ନା ଆଇଡେଣ୍ଟିଟି, ଏଡିଟିଭ୍ ଆଇଡେଣ୍ଟିଟି। ସେଇଭଳିଆ ଏଡିଟିଭ୍ ଇନଭର୍ସ କ'ଣ କାହାକୁ କୁହାଯାଏ ନା ଏଡିଟିଭ୍ ଇନଭର୍ସ ଅର୍ଥ ହଉଛି କ'ଣ, ଇନଭର୍ସ ଆଉ ଆଇଡେଣ୍ଟିଟି ଏଥିରେ ଭିତରେ ଆପଣ କନଫ୍ୟୁଜନ୍ ହେବେ, ତେଣୁ ସେଥିପାଇଁ କହୁଛି କମ୍ପେୟାର କରି ମନେ ରଖିବେ। ଇନଭର୍ସ ଅର୍ଥ ହଉଛି କ'ଣ ନା ଆମେ ଧର ଯୋଉ ଗୋଟେ ସଂଖ୍ୟା ରହିଲା ତା ସହିତ କେତେ ପ୍ଲସ୍ କଲେ ଆମର କ'ଣ 0 ରେଜଲ୍ଟ ଆସିବ। ବୁଝିପାରିଲେ? ତେଣୁ ଆମେ ଏକ୍ସାମ୍ପଲ୍ ନବା, ଧର ଏ ଗୋଟେ ସଂଖ୍ୟାଟା ଅଛି ତା ସହିତ ଆମେ କେତେ ଏଡ୍ କଲେ ରେଜଲ୍ଟ ଆମର କ'ଣ 0 ଆସିବ। ସେମିତି କଥା ଏ ସହିତ କେତେ ଏଡ୍ କଲେ ହବ ନା ମାଇନସ୍ ଏ ହେଲା। ଏ ସହିତ ମାଇନସ୍ ଏ ଯେଟା କି ଏକ୍ସାମ୍ପଲ୍ ରେ ଲେଖା ହେଇଛି, ଏ ସହିତ ଯଦି ମାଇନସ୍ ଏ ଏଡ୍ କରିବା 0 ଆସିବ। ତେଣୁ ସେଇ ମାଇନସ୍ ଏ ଟାକୁ ଆମେ କ'ଣ କହିଥାଉ ନା ଏଡିଟିଭ୍ ଇନଭର୍ସ ବୋଲି କହିଥାଉ। ଯେମିତି ଏକ୍ସାମ୍ପଲ୍ ଦେଇଛି +2 ସହିତ କେତେ ଏଡ୍ କଲେ ନା -2 ଏଡ୍ କଲେ 0 ଆସିବ। ତେଣୁ ବେଶୀ କିଛି କହୁନି, ଆଇଡେଣ୍ଟିଟି ଆଉ ଇନଭର୍ସ ହେଲା। ଏଇଟା ଏଡିଟିଭ୍ ମାନେ କ'ଣ ଯୋଗ କ୍ରିୟାର ହେଲା। ତେଣୁ ଏଡିଟିଭ୍ ଅର୍ଥ ଯୋଗ, ଯୋଗର ଆଇଡେଣ୍ଟିଟି ଆଉ ଇନଭର୍ସଟା ମନେ ରଖିଥିବେ ଟିକେ, ପରୀକ୍ଷାରେ ପଚାରେ। ନେକ୍ସଟ ଆସିବା ସେଇଭଳିଆ ଏଡିଟିଭ୍ ବା ଯୋଗ ପରେ ଆସିବ କ'ଣ ଗୁଣନ। ସେଇଭଳିଆ ଗୁଣନର ବି ଆଇଡେଣ୍ଟିଟି ଅଛି। ମାନେ କ'ଣ ଗୋଟେ ସଂଖ୍ୟା ସହିତ କେତେ ମଲ୍ଟିପ୍ଲାଏ କଲେ ହେଲା ଆମର ସେଇ ସଂଖ୍ୟାଟା ହିଁ ଆସିବ। ତେଣୁ ହବ କ'ଣ 1, ଯେକୌଣସି ସଂଖ୍ୟାରେ ଆମେ ଯଦି 1 ମଲ୍ଟିପ୍ଲାଏ କରିବା ସେଇ ସଂଖ୍ୟାଟା ହିଁ ଆସିବ। ତେଣୁ ସେଇଟାକୁ 1 କୁ ସେଥିପାଇଁ କ'ଣ କୁହାଯାଏ ନା ମଲ୍ଟିପ୍ଲିକେଟିଭ୍ ଆଇଡେଣ୍ଟିଟି କୁହାଯାଏ। 0 କୁ କ'ଣ କୁହାଯାଏ ନା ଏଡିଟିଭ୍ ଆଇଡେଣ୍ଟିଟି। ଟିକେ ମନେ ରଖିଥିବେ। ଏକ୍ସାମ୍ପଲ୍ ସେଇଭଳିଆ ଦେଇଛି 3 × 1 = ସେଇଟା ଜାଣିଥିବେ। ନେକ୍ସଟ ହଉଛି କ'ଣ ମଲ୍ଟିପ୍ଲିକେଟିଭ୍ ଇନଭର୍ସ। ଇନଭର୍ସ ଅର୍ଥ କ'ଣ ମାନେ ହଉଛି ସେଇ ସଂଖ୍ୟାରେ ଆମେ କେତେ ମଲ୍ଟିପ୍ଲାଏ କଲେ ସେଇ ରେଜଲ୍ଟ କେତେ ଆସିବ 1 ଆସିବ। ଯେମିତିକି ଆମର ଏଡିଟିଭ୍ ଇନଭର୍ସ ଆସୁଥିଲା 0, ସେଇଭଳିଆ ଯଦି ଆପଣ ପଚାରେ କ୍ୱେଶ୍ଚନରେ ଯେ ମଲ୍ଟିପ୍ଲିକେଟିଭ୍ ଇନଭର୍ସ ର ରେଜଲ୍ଟ ବା ଆମର ମଲ୍ଟିପ୍ଲିକେଟିଭ୍ ଇନଭର୍ସ କାହାକୁ କୁହାଯାଏ। ତେଣୁ କ'ଣ ହବ ନା ସେଇ ସଂଖ୍ୟାରେ ଆଉ ଗୋଟେ ସଂଖ୍ୟା ମଲ୍ଟିପ୍ଲାଏ କଲେ କ'ଣ ଆସିବ, ରେଜଲ୍ଟଟା କେତେ ଆସିବ 1 ଆସିବ। ସେମିତି ଏକ୍ସାମ୍ପଲ୍ ଆକାରରେ ଯଦି ଆପଣ ବୁଝିବା ପାଇଁ କହିବେ, ଆପଣ କ'ଣ 3 ର କେତେ ଆପଣ ମଲ୍ଟିପ୍ଲାଏ କଲେ ସେଇ ଆମର କ'ଣ ଆସିବ ରେଜଲ୍ଟଟା 1 ଆସିବ। ତେଣୁ ଆନ୍ସର ହବ କ'ଣ 3 ରେ ଯଦି ଆପଣ 1/3 ବା ଇନଭର୍ସଟାକୁ ଯଦି ଆପଣ ମଲ୍ଟିପ୍ଲାଏ କରୁଛନ୍ତି 3 କୁ 3 କଟିଯିବ, ରେଜଲ୍ଟ କେତେ 1 ଆସିବ। ସେଇଟା ହଉଛି କ'ଣ ଆମର ମଲ୍ଟିପ୍ଲିକେଟିଭ୍ ଇନଭର୍ସ। ଅର୍ଥ ଗୋଟେ ସଂଖ୍ୟାରେ କେଉଁ ସଂଖ୍ୟାଟା ଗୋଟେ ମଲ୍ଟିପ୍ଲାଏ କଲେ ରେଜଲ୍ଟଟା 1 ଆସିବ। ତେଣୁ ବାରବାର କ୍ୱେଶ୍ଚନ୍ ପଚାରେ ଯେ ମଲ୍ଟିପ୍ଲିକେଟିଭ୍ ଇନଭର୍ସ କାହାକୁ କୁହାଯାଏ ନା 1 ହେଲା। ତାକୁ ମଲ୍ଟିପ୍ଲିକେଟିଭ୍ ଇନଭର୍ସ କୁହାଯାଏ। ଆଉ ଯଦି ସଂଖ୍ୟା କୁହେ ତାକୁ କ'ଣ ସିମ୍ପଲି କ'ଣ କରିବେ, 2 ର ମଲ୍ଟିପ୍ଲିକେଟିଭ୍ ଇନଭର୍ସ କ'ଣ ହବ ନା 1/2 ହବ ହେଲା। ବୁଝିପାରିଲେ? ନେକ୍ସଟ ଦେଖିବା କିଛି ପଏଣ୍ଟ ଗୁଡାକ ଦେଇଛି ଯୋଉଟା କି ପରୀକ୍ଷାରେ ବାରମ୍ବାର ପଚାରିପାରେ। ଦେଇଛି ଫାର୍ଷ୍ଟ ପଏଣ୍ଟ କ'ଣ ନା 2 ଇଜ ଦ ଓନ୍ଲି ଇଭିନ୍ ପ୍ରାଇମ୍ ନମ୍ବର ହେଲା। ଏଇଟା କହିଥିଲେ ଆଗରୁ ଡିସ୍କସନ୍ କରିଥିଲି ଯେ 2 ଗୋଟେ ଏମିତି ଗୋଟେ ସଂଖ୍ୟା ଯେଟା କି ଇଭିନ୍ ବା ଆମର କ'ଣ କୁହାଯାଏ ଯୁଗ୍ମ ସଂଖ୍ୟା ଆଉ ପ୍ରାଇମ୍ ନମ୍ବର ଦିଟା। ନମ୍ବର 1 ଇଜ ନାଇଦର ଡିଭିଜିବୁଲ ନୋର ପ୍ରାଇମ୍, ମାନେ ସେ କମ୍ପୋଜିଟ୍ ନମ୍ବର ବି ନୁହେଁ ପ୍ରାଇମ୍ ନମ୍ବର ବି ନୁହେଁ। 2 କନଜିକ୍ୟୁଟିଭ ଅଡ୍ ପ୍ରାଇମ୍ ନମ୍ବର ଆର୍ କଲ୍ଡ ପ୍ରାଇମ୍ ପେୟାର ହେଲା। ୟା ଅର୍ଥ ଦିଟା ଯଦି ପାଖାପାଖି କ'ଣ ଥିବ ପ୍ରାଇମ୍ ନମ୍ବର ଥିବ ପାଖାପାଖି ହୋଲ୍ ନମ୍ବରରେ, ସେଟା ଯଦି ଆମର କ'ଣ ଥିବ ପାଖାପାଖି ତାକୁ କ'ଣ କୁହାଯାଏ କୋପ୍ରାଇମ୍ ନମ୍ବର ବୋଲି କୁହାଯାଏ। ବା ଏମିତି କ'ଣ ବୁଝିପାରିବେ ଆପଣ, ଦିଟା ଭିତରେ କୌଣସି କମନ ଫ୍ୟାକ୍ଟର 1 ଛଡା ନଥିବ ହେଲା, ସେଟା କ'ଣ କୁହାଯାଏ କୋପ୍ରାଇମ୍ ମଧ୍ୟ କୁହାଯାଏ। ଅଲ୍ ନ୍ୟାଚୁରାଲ ନମ୍ବର ଅର୍ ହୋଲ୍ ନମ୍ବର, ହୋଲ୍ ରେସନାଲ ଇଣ୍ଟିଜର ଏଣ୍ଡ ରିଏଲ ହେଲା। ନ୍ୟାଚୁରାଲ ନମ୍ବର ଭିତରେ କ'ଣ ହୋଲ୍ ନମ୍ବର ଯାଉଛି, ରେସନାଲ ନମ୍ବର ଯାଉଛି, ଇଣ୍ଟିଜର ଆଉ ରିଏଲ ନମ୍ବର ଯାଉଛି। ଅଲ୍ ହୋଲ୍ ନମ୍ବର ଆର୍ ରେସନାଲ ଇଣ୍ଟିଜର, ଏଟା ସବୁ ପଢି ତାପରେ ଇମ୍ପୋର୍ଟାଣ୍ଟ ପଏଣ୍ଟ ଗୁଡାକ ମୁଁ କହିଦଉଛି ହେଲା। ଏଗୁଡ଼ା ସବୁ ଦେଖିଦେବେ। ଇଫ୍ ଏ ଇଜ ଏନି ନମ୍ବର ଦେନ୍ ଇଫ୍ ଏ divides 0 result will be 0, if 0 divides a then result will be infinite or not defined understood। এটা କହିଥିଲି ଯେକୌଣସି ସଂଖ୍ୟାରେ ଆପଣ ଯଦି a କୁ ଡିଭାଇଡ କରିବେ ସେଟା କ'ଣ ହେବ 0 ଆସିବ, କିନ୍ତୁ ଯଦି ଉଲ୍ଟା ହେଇଯିବ ଆମର କ'ଣ a/0 ହେଇଯିବ, ସେଟା କେବେ ଡିଫାଇଣ୍ଡ ହେଇପାରିବନି, ଆମର କ'ଣ ଇନଫାଇନାଇଟ ହେଇଯିବ, ଯେଟା କି ଆମେ ଡିଫାଇଣ୍ଡ କରିପାରୁନୁ ହେଲା। ସେଭଳିଆ ଗୋଟେ ଅଛି କ'ଣ ପ୍ଲେସ୍ ଭ୍ୟାଲୁ ଆଉ ଗୋଟେ ଫେସ୍ ଭ୍ୟାଲୁ ହେଲା। এটা ବାରମ୍ବାର ପରୀକ୍ଷାରେ ପଚାରେ ପ୍ଲେସ୍ ଭ୍ୟାଲୁ ଆଉ ଫେସ୍ ଭ୍ୟାଲୁ ଭିତରେ ଡିଫରେନ୍ସ କ'ଣ ପଚାରି ଦିଏ। ତେଣୁ ହଉଛି କ'ଣ the place value or position of a digit in a number is called place
ଭ୍ୟାଲ୍ୟୁ ସଚେଜ୍ ପ୍ଲେସ୍ ଭ୍ୟାଲ୍ୟୁ ମାନେ କ'ଣ ଧର ଯୋଉ ଗୋଟେ ସଂଖ୍ୟା ଅଛି 1 2 3 4 ହେଲା ପ୍ଲେସ୍ ଭ୍ୟାଲ୍ୟୁ ହଉଛି କ'ଣ ସେଇ ସଂଖ୍ୟା ଜାଗାରେ ପ୍ଲେସ୍‌ର ଭ୍ୟାଲ୍ୟୁ କେତେ ଯେମିତିକି 4 ହଉଛି ଏକକ ଘରେ ରହିଛି ତେଣୁ ତାର ଭ୍ୟାଲ୍ୟୁ କେତେ ମାନେ 1 ହବ ହେଲା ସେଇଭଳିଆ 3 କେତେ ଘରେ ଅଛି ନା ଦେଖନ୍ତୁ ଏଠି 10 ଘର ଅଛି ୟାର ପ୍ଲେସ୍ ଭ୍ୟାଲ୍ୟୁ କେତେ ହବ 10 ହେଲା ତେଣୁ ସେଇଭଳିଆ 2 ହେଲେ ହେଇଯିବ 100 1 ହେଲେ ହେଇଯିବ 1000 ଫେସ୍ ଭ୍ୟାଲ୍ୟୁ ଅର୍ଥ କ'ଣ ଯେମିତି 1 2 3 4 ରହିଲା ଫେସ୍ ଭ୍ୟାଲ୍ୟୁ ହଉଛି କ'ଣ ନା ସେଇ ସଂଖ୍ୟାର ଭ୍ୟାଲ୍ୟୁ କେତେ ଏ ସଂଖ୍ୟାର 4 ରହୁଛି କେତେ 4 3 ର ସେମିତି 3 ହେଲା ସେଇଟା ହେଲା ପ୍ଲେସ୍ ଭ୍ୟାଲ୍ୟୁ ଆଉ ଫେସ୍ ଭ୍ୟାଲ୍ୟୁ ୟାକୁ ଅଛି ଏଟା ମୁଁ ଡିସ୍କସନ୍ କରିଦେବି ହେଲା ତାପରେ ଯଦି ଏକ୍ଜାମ୍ପଲ ପଚାରେ ଆପଣଙ୍କୁ ପାଇ ଗୋଟେ କେମିତି ନା ଇରେସନାଲ ନମ୍ବର ଡିସିଜନ କରୁଛି ତେଣୁ ଆଉ କିଛି କରିବାନି ତାପରେ ଯିବା ଆମର କ'ଣ ନା ଡେସିମାଲ ନମ୍ବରକୁ ଯିବା ହେଲା ଏଟା ସବୁ ଦେଖିଦିଅ ଟିକେ ପଜ୍ କରି ସେଟା ଇମ୍ପୋର୍ଟାଣ୍ଟ ନାହିଁ କହିଛି ଯୋଉଟା ଇମ୍ପୋର୍ଟାଣ୍ଟ ଗୁଡାକ ଡେସିମାଲ ନମ୍ବର ଯିବା ଡେସିମାଲ ହଉଛି କ'ଣ ଡେସିମାଲ ରିପ୍ରେଜେଣ୍ଟସ୍ of a rational number is either finite or infinite recurring example ହଉଛି 3/4 recurring କ'ଣ ହଉଛି recurring ଅର୍ଥ ହଉଛି କ'ଣ ନା ସେ ରିପିଟ୍ ହଉଥିବ ହେଲା ଯେମିତି କି ଫାଇନାଇଟ୍ ମାନେ ଆପଣ ଗଣି ପାରୁଥିବେ ରିକରିଂ ଇନଫାଇନାଇଟ୍ ମାନେ ବହୁତ ସଂଖ୍ୟା ତା ପରେ ଆସିବ ଯେମିତି କି ଆପଣ ଏଠି 11/3 ଯୋଉ ଅଛି ସେଟା କ'ଣ ହେଇଛି ଇନଫାଇନାଇଟ୍ ଆଉ ରିକରିଂ ମାନେ କ'ଣ ରିକରିଂ ହଉଛି ରିପିଟ୍ ହଉଥିବ ଯେମିତି କି 11/3 କୁ କଲେ 3 ପଏଣ୍ଟ ଇନଫାଇନାଇଟ୍ ପର୍ଯ୍ୟନ୍ତ ଯାଉଛି ଆଉ ସଂଖ୍ୟା ଗୁଡାକ ଡବଲ ଡବଲ ଯେମିତି 6 ପରେ 6 ପରେ 6 6 6 ସେଇ 6ଟା ହିଁ ରିପିଟ୍ ହେଇକି ଚାଲିଛି ନା ସେଟା କ'ଣ କୁହାଯାଏ ତା ରିକରିଂ ବୋଲି କୁହାଯାଏ କିନ୍ତୁ 3/4 ଦେଖନ୍ତୁ ଏଟା ହଉଛି କ'ଣ ଫାଇନାଇଟ୍ ମାନେ କ'ଣ ତାର ଭ୍ୟାଲୁଟା କେତେ ହେବ 0.75 ବୁଝିପାରିଲେ ତେଣୁ ଡେସିମାଲ କେମିତି ହେଇପାରେ ଯଦି ପଚାରେ ଡେସିମାଲ କେତେ ପ୍ରକାର ନା ହଉଛି କ'ଣ ଫାଇନାଇଟ୍ ହେଇପାରେ ଇନଫାଇନାଇଟ୍ ହେଇପାରେ ତା ଭିତରେ ଇନଫାଇନାଇଟ୍ କ'ଣ ହେଇଯିବ ରିକରିଂ ହେଇପାରେ ଆଉ ନନ୍ ରିକରିଂ ବି ବେଳେ ବେଳେ ହେଇପାରେ ହେଲା ମାନେ ରିପିଟ୍ ଯେମିତି ହଉନଥିବ ଯେମିତି କ'ଣ √3 ର ଭ୍ୟାଲୁ ହେଲା √3 ଭ୍ୟାଲୁ କ'ଣ ରିକରିଂ ହଉନାହିଁ ଇନଫାଇନାଇଟ୍ ପର୍ଯ୍ୟନ୍ତ କିନ୍ତୁ ନମ୍ବର ରିପିଟ୍ ହଉନାହିଁ if decimal number 0 x and 0 .xy are given then they can be expressed in the form of pq ଯଦି ଆମର କ'ଣ ଡେସିମାଲ ନମ୍ବରଟା 0.x ଦେଇଛି ଆଉ 0.xy ତାକୁ ଆମେ କ'ଣ କରିବା ନା p/q ଫର୍ମରେ ଲେଖିପାରିବା ଯେମିତି କି 0.x କୁ ଆମେ କେମିତି ଲେଖିପାରିବା ନା x/10 ହେଲା ମାନେ ପଏଣ୍ଟ ପରେ ଯୋଉ ସଂଖ୍ୟାଟା ଥିବ ସେଟାକୁ ଆମେ କ'ଣ 1 ପରେ ଡେସିମାଲରେ ସେଥିରେ ସଂଖ୍ୟା ଲିଖିପାରିବା ଯେମିତି କି ଆପଣ 0.x ଅଛି ଦେଖନ୍ତୁ ପଏଣ୍ଟ ପରେ ଗୋଟେ ସଂଖ୍ୟା ତେଣୁ ସେଥିପାଇଁ 1 ପରେ 0 ଆମର ଡିନୋମିନେଟର ଲେଖିପାରିବା ସେମିତି 0.xy ପଏଣ୍ଟ ପରେ ଦିଟା ସଂଖ୍ୟା ଅଛି ତେଣୁ ସେଥିପାଇଁ xy ତଳେ କେତେଟା ଶୂନ ହବ ଦିଟା ଶୂନ ହବ ତେଣୁ ସିମ୍ପଲ କଥା ପଏଣ୍ଟ ପରେ ଯେତେଟା ସଂଖ୍ୟା ଦେଖନ୍ତୁ ଏଠି ଦିଟା ସଂଖ୍ୟା ଅଛି ତେଣୁ ସେଥିପାଇଁ ଡିନୋମିନେଟର କ'ଣ ହବ 1 ପରେ ସେତେଟା ଶୂନ ହବ ହେଲା ବେଳେ ବେଳେ ପିଲାମାନେ କନଫ୍ୟୁଜନ ହୁଅନ୍ତି କେତେଟା କ'ଣ ଶୂନ ହବ ସେଥିପାଇଁ କହିଦେଲେ ଯଦି ବୁଝୁଛନ୍ତି ଭଲ କଥା କିଛି ନାହିଁ ନେକ୍ସଟ ହଉଛି କ'ଣ ଇଫ ଡେସିମାଲ ରିକରିଂ ନମ୍ବର 0.x ଉପରେ ବାର ଏଇଟା ଇମ୍ପୋର୍ଟାଣ୍ଟ ପଏଣ୍ଟଟା ଅଛି ହେଲା ବାର କ୍ୱେଶ୍ଚନ ବାରମ୍ବାର ପଚାରେ ଯେକୌଣସି ଏକ୍ଜାମ ଦେଲେ ବି 0.x ଉପରେ ବାର ଆଣ୍ଡ 0.xy ଉପରେ ବାର ଆର୍ ଗିଭେନ୍ then they can be expressed in the form of p/q as 0 ତାକୁ ଆମେ କ'ଣ କରିବା ତାକୁ ବି ମଧ୍ୟ ଆମେ କ'ଣ କରିପାରିବା ବାର ଅର୍ଥ ହଉଛି କ'ଣ ସେଇ ସଂଖ୍ୟାଟା ରିପିଟ୍ ହଉଛି ଯେମିତି କି 0.x ଉପରେ ବାର ଦେଇଛି ମାନେ ଆପଣ ଯଦି ଲେଖିବେ ଏହାକୁ କ'ଣ ହବ 0.xx ଏମିତି କ'ଣ ହେଇଥିବ ରିପିଟ୍ ହଉଥିବ ଇନଫାଇନାଇଟ୍ ପର୍ଯ୍ୟନ୍ତ ରିପିଟ୍ ହଉଥିବ ଯଦି ଆପଣ xy ଯୋଉ ଲେଖା ହେଇଛି xy ଉପରେ ବାର ସେଟା କ'ଣ ହବ 0.xy ତାପରେ ସେ xy ଏମିତି ଦିଟା ସଂଖ୍ୟା ଲେଖା କ'ଣ ତ ରିପିଟ୍ ହଉଥିବ ସେଥିପାଇଁ ଯେତେଟା ସଂଖ୍ୟା ରିପିଟ୍ ହଉଥିବ ତା ଉପରେ ବାର ଦିଆଯାଇଥିବ ହେଲା ତାକୁ ଆମେ କ'ଣ କରିବା p/q ଫର୍ମରେ ଲେଖିପାରିବା ଏଇଟା ଇମ୍ପୋର୍ଟାଣ୍ଟ ପଏଣ୍ଟଟା ଅଛି ହେଲା ଟିକେ ଦେଖନ୍ତୁ ଭଲସେ ତେଣୁ ଏଇଟା ହେଲା ତେଣୁ କ'ଣ କରିବା ଯାହା ଉପରେ ବାର ଅଛି କ'ଣ କରିବା ଯେ ସଂଖ୍ୟାଟା ବାର ଅଛି ତା ତଳେ କ'ଣ କରି ଯେମିତି ଆପଣ ଦେଖିଲେ ପଏଣ୍ଟ ପରେ ଯେତେଟା ସଂଖ୍ୟା ଥିଲା ଶୂନ ଥିଲା ସେଠି କ'ଣ ଏଠି କ'ଣ ହେଇଯିବ ବାର ଯଦି ଦେଖିବେ ସେଠି କ'ଣ ହବ 9 ହେଇଯିବ ହେଲା ଯେମିତି କି ଦେଖନ୍ତୁ 0.x ମାନେ 0.x ଉପରେ ବାର ଥିଲା ତେଣୁ କ'ଣ ହେଇଯିବ ନା 9 ହେଇଯିବ ସେଇଭଳିଆ ଦେଖନ୍ତୁ xy ଦିଟା ସଂଖ୍ୟା ଅଛି ଦିଟା ସଂଖ୍ୟା ମାନେ ଦିଟା 9 ହେଇଯିବ ହେଲା କିଛି ଅସୁବିଧା ନାହିଁ ହେଲା ତାପରେ ନେକ୍ସଟ ଏଇଟା ଆହୁରି ଇମ୍ପୋର୍ଟାଣ୍ଟ କେମିତି ନା ଆମର ବାର ରହିଲା ତ ତାପରେ ବାର ପରେ ବି କିଛି ଡେସିମାଲ ଏମିତି କ୍ୱେଶ୍ଚନ ଆସେ ନା ଯେ ଆପଣ ତିନିଟା ସଂଖ୍ୟା ଅଛି ତା ଭିତରୁ ଦିଟା ପରେ ବାର ଥିବ ଗୋଟେ ପରେ ନଥିବ କିମ୍ବା ଗୋଟେ ପରେ ଥିବ ଦିଟା ପରେ ନଥିବ ସେତେବେଳେ କ'ଣ କରିବା ଯେମିତି ଦେଖନ୍ତୁ ଏକ୍ଜାମ୍ପଲ ଦେଇଛି ହେଲା ଫାଷ୍ଟ ଆମର କ'ଣ କରିବା 0.x ଉପରେ ବାର ତ ବୁଝା ହେଇଛି ତେଣୁ ନେକ୍ସଟ ଅଛି କ'ଣ 0.xyz yz ଉପରେ ବାର ଅଛି ସିନା କିନ୍ତୁ x ଉପରେ ନାହିଁ ଏଠି କ'ଣ କରିବା ହେଲା ଫାଷ୍ଟ ଗୋଟେ ଦେଖିଦେବା କ'ଣ ଧର ଯଦି ଦେଇଥିବ କ'ଣ 0.xy ହେଲା xy ରେ y ଉପରେ ଥିବ କିନ୍ତୁ x ଉପରେ ନଥିବ ସେଠି କ'ଣ କରିବା ନା ଆପଣ ସିମ୍ପଲି କ'ଣ କରିବେ ପଏଣ୍ଟ ପରେ ଯେତେଟା ସଂଖ୍ୟା ଥିବ ଏଠି xy ଅଛି x ର ମାଇନସ୍ କରିଦେବେ ଯାହା ପରେ ନଥିବ ଡିଭାଇଡ ବାଇ 9 ଲେଖିବେ ଆଉ ତାପରେ ଦେଖିଦେବେ ଯେତେଟା ପରେ କ'ଣ ନାହିଁ ନା ବାର ନାହିଁ ତେଣୁ ଗୋଟେ ପରେ ନାହିଁ ତାପରେ ଶୂନ ଲେଖିଦେବେ ବୁଝିପାରିଲେ ଆଉ ଗୋଟେ ଦେଖନ୍ତୁ ଦେଲେ ପୁରାପୁରି ବୁଝିଯିବେ ନେକ୍ସଟ ଅଛି କ'ଣ 0.xyz yz ଉପରେ ଅଛି ସିନା କିନ୍ତୁ x ଉପରେ ନାହିଁ ଏଠି କ'ଣ କରିବା ନା ଟୋଟାଲି ଯେତେଟା ସଂଖ୍ୟା ଅଛି ଆପଣ ଲେଖିଦେବେ ଯେମିତି କି ପଏଣ୍ଟ ପରେ xyz ଅଛି ମାଇନସ୍ କରିବେ କ'ଣ ଯାହା ପରେ ବାର ନାହିଁ କହିଥିଲି ତେଣୁ x ଉପରେ ବାର ନାହିଁ ଏଠି ଦେଖନ୍ତୁ ଏଇଟା ବାର x ଉପରେ ନାହିଁ ତେଣୁ ମାଇନସ୍ x ଲେଖିଥିଲେ ତାପରେ ମେନ୍ ହଉଛି ଡିନୋମିନେଟର କ'ଣ କରିବେ ଡିନୋମିନେଟର ହଉଛି କ'ଣ ଯେତେଟା ଉପରେ ବାର ଥିବ ଫାଷ୍ଟ ଆପଣଙ୍କୁ କ'ଣ କହିଥିଲି ନା ଯେତେଟା ଉପରେ ବାର ଥିବ ସେତେଟା 9 ହିଁ ହେଇଯିବ ଦିଟା 9 ହେଇଗଲା ବାସ୍ ଯାହା ପରେ ବାର ନାହିଁ ସେଟା ଗୋଟେ ଶୂନ ଲେଖିଦେବେ ହେଲା ଏଇଟା ଆଉ ଥରେ କହିଛି ମନେ ରଖିଦିଅନ୍ତୁ ଏଇଟା ବାରମ୍ବାର ପିଲାମାନେ ଭୁଲ କରନ୍ତି
ହେଲା କଣ କରିବେ ନା ସିମ୍ପଲି ଆପଣ যেটা ସଂଖ୍ୟା ଅଛି ଯେମିତି କି ଧର 0.123 ଉପରେ 12 ଅଛି ସିମ୍ପଲି କଣ କରିବେ ଏଟାକୁ ନା 123 ଆଖି ବନ୍ଦ କରି ଲେଖିଦେବେ ମାଇନସ୍ କରିଦେବେ କେତେ ନା ଆମର ହଉଛୁ ଯାହା ପରେ 12 ନଥିବ ମାନେ 1 ଉପରେ ତାପରେ କଣ କରିବା ନା ଯାହା ପରେ 12 ଅଛି ଦିଟା ସଂଖ୍ୟା ତାପରେ କଣ କର ସେତେଟା ନ ଲେଖିଦେବା ତେଣୁ ଦିଟା ସଂଖ୍ୟା ଥିଲା ତେଣୁ ଦିଟା ନ ଲେଖିଦେଲେ ତାପରେ ଯାହା ପରେ 12 ନାହିଁ ଗୋଟେ ଶୂନ ଲେଖିଦେବା ବୁଝିଲେ ତେଣୁ ରେଜଲ୍ଟ କେତେ ହେଇଯିବ 123 ମାଇନସ୍ 1 ମାନେ କେତେ 122 ଡିଭାଇଡ୍ ବାଇ 990 କେତେ ସିମ୍ପଲ କଥା ହେଲା ଯଦି ବୁଝି ନଥିଲେ ଆପଣ କନଫ୍ୟୁଜନ ହଉଥିବେ କେତେଟା ଶୂନ ହବ କେତେଟା ନ ହବ ତେଣୁ ଆଜି କନଫ୍ୟୁଜନ ହବାର ନାହିଁ ବୁଝିପାରିଲେ ତେଣୁ ଆଜି ବା ଡିଭିଜିବିଲିଟି এটা একটা ইম্পর্টেন্ট ডিভিজিবিলিটি বুঝিগলে যদি ଆପଣ রিমাইন্ডর থিওরম କିଛି ଅସୁବିଧା ହବନି ତେଣୁ ମଲ୍ଟିପ୍ଲିକେଟିଭ ଯୋଉ ଆଇଡେଣ୍ଟିଟି ହଉ ମଲ୍ଟିପ୍ଲାଇ ମାନେ ଯୋଉ ମଲ୍ଟିପ୍ଲିକେସନ ଆମ ଡିଭାଇଡ ର କିଛି ପ୍ରୋବ୍ଲେମ ହବନି ଦେଖି ଦେଖି ଆପଣ ସଲ୍ଭ କରିଦେବେ ତେଣୁ ଫାଷ୍ଟ ଦେଖିବା କଣ ବେସିକ ଫର୍ମୁଲା କିଛି ଅଛି 2 ରୁ 19 ପର୍ଯ୍ୟନ୍ତ ସେଟା ଦେଖିଦେବା 2 ରେ ତ ସମସ୍ତେ ଜାଣିଛନ୍ତି କଣ ହବ ନା ଯେକୌଣସି ସଂଖ୍ୟା ଯଦି ଆମ ଏକ ଘରେ କଣ ଥିବ 0 2 3 4 6 8 ଏଗୁଡା ସବୁ ଥିବ ତାହେଲେ କଣ ହେଇଯିବ 2 ଦ୍ୱାରା ଡିଭିଜିବଲ ହେଇଥିବ ନେକ୍ସଟ ହେଲେ କଣ ଡିଭିଜିବଲ ଅଫ 3 ହେଲା 3 ରେ କଣ ହେଇଥିବ ନା ସେ ଆମର ଯେତେଟା ସଂଖ୍ୟା ଦେଇଥିବ ସେ ସଂଖ୍ୟାକୁ ଏଡ୍ କରିଦେବେ ଯେମିତି କି ଏକ୍ସାମ୍ପଲ ଦେଇଛି 432 ୟାକୁ ଯଦି ଏଡ୍ କରିଦେବେ ଏଡ୍ କଲା ପରେ ରେଜଲ୍ଟ ଯେତିକି ଆସିଲା ସେଇଟା ଯଦି 3 ଦ୍ୱାରା ଡିଭିଜିବଲ ପୁରାପୁରି ହେଇଯାଉଥିବ ତାହେଲେ ସଂଖ୍ୟାଟା ବି 3 ଦ୍ୱାରା ଡିଭିଜିବଲ ହବ ଯେମିତି 432 ଏଡ୍ କରିଦେଲେ 4 3 7 2 9 9ଟା 3 ଦ୍ୱାରା ଡିଭିଜିବଲ ହଁ ଡିଭିଜିବଲ ତେଣୁ ଆମର ସେ ସଂଖ୍ୟାଟା ବି କଣ ହବ 3 ଦ୍ୱାରା ଡିଭିଜିବଲ ହବ ନେକ୍ସଟ ଆସିଲା କଣ 4 4 ଦ୍ୱାରା ଡିଭିଜିବଲ ହବା ପାଇଁ ତାର କ୍ରାଇଟେରିଆ କଣ ଅଛି ନା ହଉଛି କଣ if any number last two digit ହେଲା 4 ଯଦି କହିଥିବ ତାହେଲେ ଦେଖିବେ କଣ ଲାଷ୍ଟ ଯୋଉ ଦିଟା ଡିଜିଟ ଅଛି ସିଏ ଯଦି କଣ ହଉଥିବ ନା 4 ଦ୍ୱାରା ଡିଭିଜିବଲ ହଉଥିବ ତାହେଲେ ସେଇ ସଂଖ୍ୟାଟା ବି 4 ଦ୍ୱାରା ଡିଭିଜିବଲ ହବ କିଛି ଅସୁବିଧା ନାହିଁ ୟାକୁ ରିଲେଟ କରି 8 ଏମିତି ସବୁ ଅଛି ହେଲା କହିବି 8 ଦ୍ୱାରା ଆସିବ ହେଲା ନେକ୍ସଟ ଆସିବ କଣ 5 ଡିଭିଜିବଲ 5 ର ରୁଲ ହଉଛି କଣ ନା ତାର ଏକକ ଘରେ କେତେ ଥିବ ୟୁନିଟ ଡିଜିଟ ରେ କଣ ଥିବ ନା 0 ଥିବ ଅଥବା 5 ଥିବ ଯଦି ଥିବ ତାହେଲେ କଣ ହେଇଯିବ ନା ସେ 5 ଦ୍ୱାରା ଡିଭିଜିବଲ ହବ ତେଣୁ ଏଟା ଅସୁବିଧା ନାହିଁ କିଛି ନେକ୍ସଟ ଆସିବ 6 ଛଅଟାରେ କଣ କରିବା ଇଫ ଏ ନମ୍ବର ଇଜ ଡିଭିଜିବଲ ବାଇ ବୋଥ 2 ଆଉ 3 ଯେମିତି କି 6 ଯଦି ଆପଣ କାଢିବେ ତାର ଫ୍ୟାକ୍ଟର କେତେ ଆସିବ 2 ଆଉ 3 ତେଣୁ ଯଦି ବୋଥ 2 ଆଉ 3 ର ଯେ ସଂଖ୍ୟା ଡିଭିଜିବଲ ହବ ତାହେଲେ ସେ ଆମର କାହା ଦ୍ୱାରା ହବ ନା ହଉଛି 6 ଦ୍ୱାରା ହବ ହେଲା ଯେମିତି ଏକ୍ସାମ୍ପଲ ଦେଇଛି କଣ ନା 216 ଟା ଦେଖନ୍ତୁ 216 କଥା କହିବେ ଯଦି ତାର ଏକକ ଘରେ 6 ଅଛି ତେଣୁ ସେଟା 2 ଦ୍ୱାରା ଡିଭିଜିବଲ ହେଲା ପ୍ଲସ୍ ଯଦି ଆମେ କଣ କରିବା ସେଇ ସଂଖ୍ୟା ଗୁଡାକୁ ଯଦି ଆମେ ଏଡ୍ କରିଦବା 3 ର ଡିଭିଜିବଲ ରୁଲ ଅନୁସାରେ କଣ ସଂଖ୍ୟାକୁ ଏଡ୍ କରିଦବା ଯେମିତି 2 1 3 6 3 9 9 ଆସିଲା 9ଟା 3 ଦ୍ୱାରା ଡିଭିଜିବଲ ତାହେଲେ ସେଟା ବି 3 ଦ୍ୱାରା ଡିଭିଜିବଲ ହବ ତେଣୁ ବୁଝିପାରିଲେ 3 ର ସରି 6 ର ନେକ୍ସଟ ଆସିବ କଣ 7 ର ହେଲା ଏଇଠି ପିଲାମାନେ ଭୁଲ କରନ୍ତି 7 ର କେମିତି କଣ କରାଯାଏ 7 ର ଡିଭିଜିବିଲିଟି ରୁଲଟା ହଉଛି କଣ ଫାଷ୍ଟ ଦେଖିବା ଛୋଟ ଛୋଟ ସଂଖ୍ୟା ଯେମିତି 21 ଟାକୁ ଭାଙ୍ଗିଲେ 21 ର କଣ ହବ ୟାର 10 ଘରେ 2 ଅଛି ତେଣୁ 2 ରେ ଆମେ ଫାଷ୍ଟ ମଲ୍ଟିପ୍ଲାଏ କଲେ ଏ କଣ 20 ଆସିବ ତାର କେତେ ଆମ କଣ ଏଡ୍ କଲା ପରେ କଣ ହଉଛି ନା 21 ଆସୁଛି ଯୋଉଟା କି ଆମର କାହା ଦ୍ୱାରା 7 ଦ୍ୱାରା ଡିଭିଜିବଲ ସେଇ ଭଳିଆ ଏଟା ଛୋଟ ସଂଖ୍ୟା କଥା କହିଲି ଯେତେବେଳେ ବଡ ସଂଖ୍ୟା ମାନେ 112 କଥା ଦେଖିବା 112 କଣ କରିବେ ନା 11 ମାଇନସ 2 ଯାହା ରହିଲା 11 ଆମର 112 ରେ କଣ ହେଇଥିବ ନା 112 ଯୋଉ ଦଶକ ପାଖରେ ମାନେ ଏକ ଘର ଛାଡି ଦେଇକି ଯେତିକି ଜାଗା ରହିଲା ସେଟା କଣ କରିବେ ରଖିବେ ମାଇନସ କରିବେ କେତେ ୟୁନିଟ ଡିଜିଟ ଯାହା ଥିବ ଆଉ ମଲ୍ଟିପ୍ଲାଇ କେତେ କରିବେ ନା ଯୋଉ ସଂଖ୍ୟାଟା ଥିଲା ହେଲା ସେଇ ସଂଖ୍ୟାଟା ଆପଣ କଣ କରିବେ ମଲ୍ଟିପ୍ଲାଇ କରିବେ ହେଲା ତେଣୁ ଆମର କେତେ ଥିଲା 2 ଥିଲା ତେଣୁ ଏଠି କଣ ମଲ୍ଟିପ୍ଲାଇ ଆଗେ ହବ ତେଣୁ 2 ଦୁଗୁଣେ 4 ହେଲା 11 4 ଗଲେ କେତେ ନା ସାର୍ 7 ତେଣୁ 7 ରେ କାହା ଦ୍ୱାରା ମଲ୍ଟିପୁଲ 7 ଦ୍ୱାରା ହଉଛି ଡିଭିଜିବଲ ହବ ନା 7 ଦ୍ୱାରା ହବ ତେଣୁ ସଂଖ୍ୟାଟା ହେଇଗଲା କାହା ଦ୍ୱାରା 7 ଦ୍ୱାରା ଡିଭିଜିବଲ ଆଉ ଗୋଟେ ସଂଖ୍ୟା ଦେଖନ୍ତୁ କେତେ ହେଲା ନା 343 ହେଲା 343 ର କଣ ହବ 343 ୟୁନିଟ ଡିଜିଟ ଛାଡିଦେବେ 3 ଛାଡିଦେଲେ ରହିଲା କେତେ 34 34 ଟାକୁ ସିମ୍ପଲି କଣ କରିବେ ମାଇନସ କରିବେ କାହାଠୁ 2 ରୁ ମାଇନସ କରିବେ 2 ରୁ ମାଇନସ କରି ମଲ୍ଟିପ୍ଲାଇ କାହା ସହିତ କରିବେ ଯୋଉ ସଂଖ୍ୟାଟା ଆମର କଣ ଥିଲା ନା ହଉଛୁ ବାକି ରହିଗଲା କେତେ 3 ଥିଲା ତେଣୁ 3 ଦୁଣେ 6 ହେଇଗଲା ତେଣୁ 34 ରୁ 6 ଗଲେ କେତେ ସାର 28 ତେଣୁ 28 ଟା କାହା ଦ୍ୱାରା ଡିଭିଜିବଲ 7 ଦ୍ୱାରା ଡିଭିଜିବଲ ତେଣୁ ଆପଣ ବୁଝିବା ନାହିଁ ଦେଖନ୍ତୁ ଦେଖନ୍ତୁ ଏଠି କଣ ହେଲା ଦିଟା ସଂଖ୍ୟା ଯଦି ଏଠି ତିନିଟା ସଂଖ୍ୟା ଥାନ୍ତା ମାନେ ଧର ଏକ୍ସାମ୍ପଲ ଆପଣଙ୍କୁ ଦଉଛି ଗୋଟେ 1 2 3 4 ଥାନ୍ତା ତେଣୁ ୟୁନିଟ ଛାଡିଦେଲେ 123 ରହିଲା ତେଣୁ 123 ରେ ଆପଣ କଣ ମାଇନସ କରିଥାନ୍ତେ ନା ସାର୍ 1 2 3ଟା ସଂଖ୍ୟା ଅଛି ମାନେ 3 ମାଇନସ କରିଥାନ୍ତେ ତାପରେ ମଲ୍ଟିପ୍ଲାଇ କେତେ କରିଥାନ୍ତେ ସାର୍ ଏକ ଘରେ 4 ଅଛି ତେଣୁ 4 ତେଣୁ ଯଦି ଆମର 4 3 12 123 ରୁ ଯଦି ଆପଣ 12 ମାଇନସ କରିଦେବେ ଯଦି ଆମର 7 ଦ୍ୱାରା ଡିଭିଜିବଲ ହବ ତାହେଲେ ସେ ସଂଖ୍ୟାଟା ବି 7 ଦ୍ୱାରା ଡିଭିଜିବଲ ହବ ତେଣୁ ଆଉ 7 ର ଡିଭିଜିବଲ ଉପରେ କିଛି ନାହିଁ 7 ର ସହିତ ରିଲେଟେଡ 13 ଅଛି ତେଣୁ ଦେଖନ୍ତୁ ଆକୁ କଣ ହବ ହେଲା ତାପରେ ଦେଖିବା 8
8 ସେମିତି 4 ଦ୍ୱାରା 4 ଯାହା ଅଛି ମନେ ରଖିଥିବେ 8 ସିମ୍ପଲ ସେଇଆ। 4 କଣ କହିଥିଲି ନା ଲାଷ୍ଟ ଦୁଇଟା ଡିଜିଟ୍ ଯଦି 4 ଦ୍ୱାରା ଡିଭିଜିବଲ ହବ ସଂଖ୍ୟାଟା ବି 4 ଦ୍ୱାରା। ଏଠି କଣ ହବ ଲାଷ୍ଟ 3ଟା ଡିଜିଟ୍। ଯଦି 3ଟା ଡିଜିଟ୍ କଣ ହବ ନା ଯୋଉ ଲାଷ୍ଟରୁ କଣ ହେଇଯିବ 8 ଦ୍ୱାରା ଡିଭିଜିବଲ ତାହେଲେ ସଂଖ୍ୟାଟା ବି 8 ଦ୍ୱାରା ଡିଭିଜିବଲ ହବ। କିମ୍ବା 3ଟା ଲାଷ୍ଟକୁ 3ଟା ଶୂନ ଯଦି ଥିବ ତାହେଲେ ବି 8 ଦ୍ୱାରା ହବ। ନେକ୍ସଟ ଆସିବ କଣ 9। 9 ହଉଛି କଣ 3 ସହିତ ସମାନ ହେଲା ସବୁ ରିଲେଟ ଅଛି। 9 ହଉଛି କଣ ନା ଯୋଉ ସଂଖ୍ୟାଟା ଆପଣ ଦେଇଥିବ ତାକୁ ମେଡ୍ କରିଦେବେ ହେଲା ସମ୍ କରିଦେବେ ଡିଜିଟ୍ ସମ୍ କରିଦେବେ ସବୁ ଯୋଗ କରିଦେବେ ଯାହାର ରେଜଲ୍ଟ ଯଦି ଆସିଲା 9 ଦ୍ୱାରା ଡିଭିଜିବଲ ହବ ଯେମିତି ଧର 18 ଆସିବ ହେଲା କିମ୍ବା 27 ଆସିଲା 9 ଦ୍ୱାରା ଡିଭିଜିବଲ ତେଣୁ ସେ ସଂଖ୍ୟାଟା ବି ଫୁଲ୍ ସଂଖ୍ୟାଟା ଯୋଉଟା ଥିବ ସେଇଟା ବି କଣ ହେଇଯିବ 9 ଦ୍ୱାରା ଡିଭିଜିବଲ ହବ। 10 ତ ସିମ୍ପଲ କଥା ଲାଷ୍ଟ ଏକ ଘରେ ଶୂନ ଯଦି ଥିବ ତାହେଲେ 10 ଦ୍ୱାରା ହବ। ନେକ୍ସଟ ଆସିବ କଣ 11। 11 କଣ ହଉଛି ନା ଏଥିରେ କଣ ଆପଣ ଦେଖିବା ପାଇଁ ପଡିବ ଓଡ୍ ପ୍ଲେସ୍। ପ୍ଲେସ୍ ଅର୍ଥ ହଉଛି କଣ ଏକ ଘର 10 ଘର 1 2 3 4 ଏମିତି ନମ୍ବରିଂ ଯେମିତି କି ଆପଣ ଏକ୍ସାମ୍ପଲ ଦେଇଛି କଣ 9 1 7 4 ଏଥିରେ ଏଟା ଫାର୍ଷ୍ଟ ଘର ଏଟା ସେକେଣ୍ଡ ଘର ଏଟା ଥାର୍ଡ ଘର ଏଟା ଫୋର ଘର ତେଣୁ ପ୍ଲେସ୍ ଅନୁସାରେ ଏଟା ହଉଛି ଓଡ୍ ଏଟା ହଉଛି ଓଡ୍ ତାପରେ ଏଟା ଇଭିନ୍ ଏଟା ଇଭିନ୍। ଓଡ୍ ଜାଗାରେ ଯେତିକି ସଂଖ୍ୟା ଥିବ ଆପଣ ଯୋଗ କରିଦେବେ ଯେମିତି ଲେଖା ହେଇଛି 4 ଆଉ 1 ଯଦି ଏଡ୍ କରିବା 5 ହବ ସେମିତି ଇଭିନ୍ ପ୍ଲେସ୍ ଯଦି ଏଡ୍ କରିବା 7 ଆଉ 9 16 ହେଇଯିବ ତେଣୁ ସେଟା କଣ ମାଇନସ୍ କରିଦେବେ ମାଇନସ୍ କଲେ ଯୋଉ ସଂଖ୍ୟାଟା ଆସିଲା ଯଦି ସେ 11 ଦ୍ୱାରା ଡିଭିଜିବଲ ତାହେଲେ ସଂଖ୍ୟାଟା ବି ଫୁଲ୍ ଯୋଉ ସଂଖ୍ୟାଟା 9 1 7 4 ସେଟା ବି ଡିଭିଜିବଲ ହବ। ସିମ୍ପଲ କଥା କିଛି ଅସୁବିଧା ନାହିଁ ଥରେ ପ୍ରାକ୍ଟିସ କରିଦେବେ ଏଗୁଡାକ ମନେ ନେଇଯିବ। ମୁଁ ୟା ପରେ କ୍ୱେଶ୍ଚନ କରିବି ଏମସିକ୍ୟୁ ହେଲା ହେଲେ ସେତେବେଳେ ମୁଁ କହିଦେବି କେମିତି କଣ ହଉଛି। ନେକ୍ସଟ ହେଲେ କଣ 12। 12 ର କଣ ଫ୍ୟାକ୍ଟର ଯେମିତି ଥିଲା 6 ରେ ଥିଲା କଣ 2 3 ସେମିତି 12 ରେ କଣ ହବ 3 ଆଉ 4 ଫ୍ୟାକ୍ଟର ଥିଲା ତେଣୁ 3 ଆଉ 4 ଭିତରେ ଡିଭିଜିବଲ ହବ ତାହେଲେ ସଂଖ୍ୟାଟା ବି କଣ ହବ ନା ହଉଛି 12 ଦ୍ୱାରା ଡିଭିଜିବଲ ହବ। ନେକ୍ସଟ ଆସିଲା 13। 13 କହିଥିଲି କଣ 7 ସହିତ ସମାନ। 7 ରେ ବି ଯେମିତି କହିଥିଲି ଛାଡିକି ଯୋଉଟା ରହିବ ସେଇଭଳିଆ 13 ରେ ବି ଦେଖନ୍ତୁ 13 ହଉଛି କଣ ନା 4 ଦ୍ୱାରା ହବ ଯେମିତି ଏଠି କଣ କରୁଥିଲେ ଯେତେଟା ପ୍ଲେସ୍ ଥିଲା ବା ଯେତେଟା ସଂଖ୍ୟା ଥିଲା 2 ଫାଷ୍ଟ କଣ କରୁଥିଲେ ମାଇନସ୍ କରୁଥିଲେ ଏଠି କିନ୍ତୁ ସବୁବେଳେ 4 ହବ ହେଲା ଯେମିତି କି ଦେଖନ୍ତୁ 143 ଗୋଟେ ସଂଖ୍ୟା ନବା 143 ରେ କଣ କରିବା ନା 143 ରହିଲା ଏକକ ୟୁନିଟ୍ ଡିଜିଟ୍ ଛାଡିଦେଲେ ରହିଲା କେତେ 14। 14 ରେ କଣ କରିବା ନା 3 କଣ କରିବା ଏଡ୍ କରିବା ଲାଷ୍ଟ କଣ 3 ଥିଲା ତେଣୁ 3 ଟାକୁ ଏଡ୍ କରିବା ଆଉ ମଲ୍ଟିପ୍ଲାଏ ସବୁବେଳେ 4 କରିବା ହେଲା ଏଟା ଗୋଟେ ସର୍ଟକଟ ମନେ ରଖିଥିବେ ହେଲା 4 ସବୁବେଳେ ମଲ୍ଟିପ୍ଲାଏ କରିବା ଯଦି ସଂଖ୍ୟାର ରେଜଲ୍ଟ କେତେ ଆସିବ 26 ଆସିବ ମାନେ ସରି 26 ନୁହେଁ ମାନେ 13 ର ଗୋଟେ ଡିଭିଜିବଲ ମଲ୍ଟିପଲ ଆସୁଥିବ ହେଲା 13 ନିଜେ ଆସୁ ବା ତାର ମଲ୍ଟିପଲ ଆସୁଥିବ ଯେମିତି 26 13 ଦୁନେ 26 ଆସିଲା ଯଦି ତାହେଲେ କଣ ହବ ନା 13 ଦ୍ୱାରା ଡିଭିଜିବଲ। ଆଉ ଗୋଟେ ଏକ୍ସାମ୍ପଲ ନେଇଥିଲେ ବୁଝି ଆପଣ ପୁରାପୁରି କିଛି ଅସୁବିଧା ହବନି। ନେକ୍ସଟ ନବା ଯଦି 325 ଏଟା ବୁଝିଲେ ଆପଣ ୟୁନିଟ୍ ଡିଜିଟ୍ ରଖିଦେବେ ଯେ ସଂଖ୍ୟାଟା ରହିଲା 32 32 ରେ କେତେ ନା ହଉଛୁ ଯେ ସଂଖ୍ୟାଟା ରହିଗଲା ଯେମିତି 32 ରେ କଣ କରିବେ ଏଡ୍ 5 ଏଡ୍ କରିଦେଲେ ତାପରେ ମଲ୍ଟିପ୍ଲାଏ ମନେ ରଖିବେ ସବୁବେଳେ କଣ 4 ମଲ୍ଟିପ୍ଲାଏ କରିବେ ଇଏ ରେଜଲ୍ଟ କେତେ ଆସିଯିବ ନା ସାର୍ 52 52 ଟା ସାର୍ 13 ଦ୍ୱାରା ଡିଭିଜିବଲ ତେଣୁ ହଁ ସଂଖ୍ୟାଟା ବି 325 ଟା ବି କାହା ଦ୍ୱାରା ନା 13 ଦ୍ୱାରା ଡିଭିଜିବଲ ହବ କିଛି ଅସୁବିଧା ନାହିଁ। ନେକ୍ସଟ ଆସିବ କଣ 14। 14 ହଉଛି କଣ ନା ଇଫ ଏ ନମ୍ବର ଇଜ ଡିଭିଜିବଲ ବାଇ 2 ଆଉ 7 ଏମିତି ଫ୍ୟାକ୍ଟର ଆକାରରେ ଯଦି ଆପଣ କଣ ଥିବ 2 ଆଉ 7 ଦ୍ୱାରା ଡିଭିଜିବଲ ହଉଥିବ ତାହେଲେ 14 ରେ ହବ ତାର ଅଛି କଣ 15। 15 ବି ସେଇଭଳିଆ ଫ୍ୟାକ୍ଟର ଆକାର କଣ 5 ଆଉ 3 5 ର ଅର୍ଥ କଣ ଏକ ଘରେ ଶୂନ କିମ୍ବା 5 ଥିବ 3 ର ହଉଛି କଣ ଏଡ୍ କରିଦେବେ ସଂଖ୍ୟା ଗୁଡାକୁ ଯଦି ସେ 3 ଦ୍ୱାରା ହବ ତାହେଲେ ସେଟା ଟୋଟାଲ 5 ଆଉ 3 ଦ୍ୱାରା ହେଇଗଲା ଯଦି ତାହେଲେ 15 ଦ୍ୱାରା ବି ହେଇଯିବ କିଛି ଅସୁବିଧା ନାହିଁ। ନେକ୍ସଟ ଆସିବ କଣ 16। 16 ହଉଛି କଣ ଲାଷ୍ଟ 4 ଡିଜିଟ୍ ଅଫ ଏ ନମ୍ବର ଆର୍ ଡିଭିଜିବଲ ବାଇ 16 ହେଲା ଦେଖନ୍ତୁ 4 ବେଳେ କହିଥିଲି କଣ ଲାଷ୍ଟ ର 2ଟା ଡିଜିଟ୍ 8 ବେଳେ କହିଥିଲି ଲାଷ୍ଟ ର 3ଟା ଡିଜିଟ୍ ଦେଖନ୍ତୁ ସେ ମଲ୍ଟିପୁଲ 4 8 16 16 ବେଳେ କଣ ହେଇଯିବ ନା 3 ପରେ ସାର୍ 4 ବାସ୍ ଏଇଟା ତ ମନେ ରଖିଲେ ହେଲା ଆଉ କଣ ତେଣୁ 16 ବେଳେ ମନେ ରଖିଥିବେ କଣ ଲାଷ୍ଟ ଯୋଉ ଚାରିଟା ଡିଜିଟ୍ ରହିଗଲା ସେଇଟା ଯଦି କଣ ହେଇଯିବ 16 ଦ୍ୱାରା ଡିଭିଜିବଲ ହବ ତାହେଲେ ହେଇଯିବ କଣ ନା ସେ 16 ଦ୍ୱାରା ଡିଭିଜିବଲ ଯେମିତି ଏକ୍ସାମ୍ପଲ ଏଠି ଦେଖନ୍ତୁ ଦେଇଛି କେତେ ନା ସାର୍ 3 1 4 ସରି 3 4 1 9 2 0 ଲାଷ୍ଟ ଚାରିଟା ଯୋଉ ଡିଜିଟ୍ ରହିଲା 1 9 2 0 ଏଟା 16 ର ମଲ୍ଟିପୁଲ ହେଉଛି ହେଲା 16 କେ 16 3 2 32 ହେଲା 0 32 0 ହେଲା ତେଣୁ ସେଇଥିପାଇଁ କଣ ହେଲା ଇଏ ପୁରା ସଂଖ୍ୟାଟା ବି କଣ ହେଇଯିବ ସିମ୍ପଲି ଆପଣ ଚାରିଟା ସଂଖ୍ୟା ଥିଲେ 16 ଦ୍ୱାରା ଡିଭିଜିବଲ ଆପଣ ଆଖିରେ ଦେଖିକି କହିପାରିବେ ପଣିକିଆ ଅନୁସାରେ ମନେ ରଖିଦେବେ ଆଉ କଣ ହେଲା ତେଣୁ ସେଟା 16 ଦ୍ୱାରା ଡିଭିଜିବଲ ହେଇଯିବ। ନେକ୍ସଟ ଆସିବ କଣ 17। 17 ହଉଛି କଣ ସିଏ ବି ଯେମିତିଆ 7 ଗଲା 13 ଗଲା 17 ବି ସେଇଭଳିଆ ଯେମିତି କି ଯୋଉ ଏକ୍ସାମ୍ପଲ ଦେଇଛି ଦେଖନ୍ତୁ 1 9 0 4 ଏଥିରେ ମୁଁ କଣ କହିଥିଲି ଯୋଉ ଆମର ଲାଷ୍ଟକୁ ୟୁନିଟ୍ ଡିଜିଟ୍ ଛାଡିବେ 13 ଆଉ 7 ରେ ଏଠି କଣ ଦିଟା ଡିଜିଟ୍ ଛାଡିବେ ଲାଷ୍ଟକୁ ଯେମିତି କି 4 ଅଛି ଗୋଟେ ଡିଜିଟ୍ ଛାଡିଲେ ବି ହବ କାରଣ 0 ଅଛି ଲାଷ୍ଟକୁ 8 ଆଉ ସବଟ୍ରାକ୍ଟ କଲେ ସେ ଏକା ଭ୍ୟାଲୁ ଆସିବ ନା ତେଣୁ ଏଠି କଣ କରିବେ ସିମ୍ପଲି ନା 1 9 0 ହେଲା 1 9 0 ପରେ କଣ କରିବେ ଏଠି ଯେତେବେଳେ ଆପଣ 13 କରୁଥିଲେ 4 କହିଥିଲି ଏଠି କଣ ହେଇଯିବ ଆମର 5 ହେଇଯିବ ମାଇନସ୍ କେତେ 5 କରିବେ ମଲ୍ଟିପ୍ଲାଇ କେତେ 4 କରିବେ ହେଲା ମାଇନସ୍ 5 କରିଦେଲେ ମଲ୍ଟିପ୍ଲାଇ 4 କରିଦେବେ ହେଲା ଯଦି ସେ ସଂଖ୍ୟାଟା କଣ ହେଇଯିବ 17 ଦ୍ୱାରା ଡିଭିଜିବଲ ସେଇ ଫୁଲ୍ ସଂଖ୍ୟାଟା ବି କଣ ହେଇଯିବ 17 ଦ୍ୱାରା ଡିଭିଜିବଲ ହେଇଯିବ ତେଣୁ ବୁଝିପାରିଲେ କିଛି ଅସୁବିଧା ନାହିଁ 7 ଆଉ 13 ଯେମିତି 17 ବି ସେମିତି। ନେକ୍ସଟ 18 ଆସିଲା 18 ବି ସେ ଫ୍ୟାକ୍ଟର ଆକାର 2 ଆଉ 9 ଦ୍ୱାରା ଯଦି ହଉଥିବ 18 ଦ୍ୱାରା ହବ। ନେକ୍ସଟ ଆସିଲା 19 19 ଟା ବି ଟିକେ ଇମ୍ପୋର୍ଟାଣ୍ଟ ଅଛି
19ଟା ହଉଛି ସେଇଭଳିଆ ହେଲା। 19ରେ ହଉଛି କଣ ସେଇ ସମାନ ମେଥଡ 361 ଯଦି ଏକ୍ସାମ୍ପଲ ନବା ଏଥିରେ 36 ରହିଯିବ। 36 ରେ କଣ ପ୍ଲସ୍ 1 ଯୋଉ ସଂଖ୍ୟାଟା ରହିଲା 7 ଯେମିତି 19 ସେମିତି ହେଲା। ଆଉ ମଲ୍ଟିପ୍ଲାଏ କରିଦବା 2 ତା ସହିତ ଯଦି ସଂଖ୍ୟାଟା କଣ ହେଲା 19 ଦ୍ୱାରା ଡିଭିଜିବଲ ତାହେଲେ କଣ ହେଇଯିବ ନା ସେଇ ଫୁଲ୍ ସଂଖ୍ୟାଟା ବି 19 ଦ୍ୱାରା ଡିଭିଜିବଲ ହେଇଯିବ। ତେଣୁ କିଛି ଅସୁବିଧା ନାହିଁ। ଟିକେ ଇମ୍ପୋର୍ଟାଣ୍ଟ ଅଛି 7, 13, 17, 19ଟା ଟିକେ ଆପଣ ଭିଡିଓ ପଜ୍ କରି ବା ପଛକୁ ନେଇକି ଟିକେ ଦେଖିଦେବେ। ପ୍ରାକ୍ଟିସ 2 ଥର କରିଦେଲେ ହେଇଯିବ, କିଛି ଅସୁବିଧା ନାହିଁ। ତାପରେ ବାକି ଯୋଉ ରୁଲ୍ ଗୁଡାକ ରହିଲା ଏଇ ରୁଲ୍ ଗୁଡାକ ଇମ୍ପୋର୍ଟାଣ୍ଟ। ମୁଁ ନେକ୍ସଟ ଭିଡିଓଟା କରିବି। କ୍ୱେଶ୍ଚନ ସଲ୍ଭ କଲାବେଳେ ଯୋଉ ଫ୍ୟାକ୍ଟର ଗୁଡାକ ପିଲାଙ୍କର ବହୁତ ଡାଉଟରେ ଫ୍ୟାକ୍ଟର ଯୋଉ ରହିଲା ବା ରିମାଇଣ୍ଡର ଫ୍ୟାକ୍ଟର ନାହିଁ ରିମାଇଣ୍ଡର ଥିଓରମଟା ବହୁତ ଡାଉଟ ଅଛି। ତେଣୁ ୟା ପାଇଁ ଗୋଟେ ନୂଆ ଭିଡିଓ ବନେଇବି ୟା ପରେ ପାର୍ଟରେ। ତେଣୁ ଆଶା କରୁଛି ଆପଣଙ୍କୁ ଭିଡିଓଟି ଭଲ ଲାଗିଥିବ ହେଲା। ନେକ୍ସଟ ପାର୍ଟଟା ଟିକେ ଦେଖିବା ଆସିଲେ ସେଟା ବହୁତ ବଢିଆ ବଢିଆ ପଏଣ୍ଟ ସବୁ ରହିଛି ହେଲା। ଭିଡିଓ ଯଦି ଭଲ ଲାଗିଲା ଆପଣଙ୍କୁ ଇନଫର୍ମେଟିଭ ଲାଗିଲା ଡେଲି ଏଇ ଭିଡିଓ ପାଇବା ପାଇଁ ପ୍ରଥମେ ଆପଣ ଭିଡିଓଟି ଗୋଟେ ଲାଇକ୍ କରିଦେବେ। ପାଖରେ ଯୋଉ ଲାଲ କଲର ସବସ୍କ୍ରାଇବ ବଟନଟି ଅଛି ତାକୁ ସବସ୍କ୍ରାଇବ କରି ପାଖରେ ବେଲ୍ ଆଇକନଟିକୁ ଅଲରେ ସେଟ୍ କରିଦେବେ। ଯାହାଫଳରେ ଯେତେବେଳେ ମୁଁ ଭିଡିଓଟା ଅପଲୋଡ କରୁଛି ଆପଣଙ୍କ ପାଖକୁ ନୋଟିଫିକେସନ ଯିବା ଦେଖିପାରିବେ ହେଲା। ତେଣୁ ଆଜି ପାଇଁ ରହୁଛି। ନୂଆ ଭିଡିଓରେ ତ କହିଲି କଣ ସବୁ ଦେଖାଯିବ ରିମାଇଣ୍ଡର ଥିଓରମଟା ବହୁତ ଇମ୍ପୋର୍ଟାଣ୍ଟ ପଏଣ୍ଟଟା ହେଲା। ଟପିକଟା ଅଛି ସେଟା ଡାଉଟ ରୁହେ ସବୁ ପରୀକ୍ଷାରେ ସେଟା ପଡେ ଗୋଟେ ଗୋଟେ କ୍ୱେଶ୍ଚନ। ତେଣୁ ମୁଁ ଟିକେ ମିସ୍ କରିବିନି ନୋଟିଫିକେସନଟା ଅନ୍ କରିଥିବେ। ଆଜି ପାଇଁ ରହୁଛି ନୂଆ ଭିଡିଓରେ ଦେଖାହବ। ଧନ୍ୟବାଦ।